ହିଁ ଅଛି ତାହେଲେ ବାଉଚ କାହିଁକି? ଏଥର ରଜ ବଜାରକୁ ଆହୁରି ସରଗରମ କରିବା ପାଇଁ ମୁକ୍ତିଲାଭ କରିବାକୁ ଯାଉଛି ତିନୋଟି ପ୍ରମୁଖ ଓଡ଼ିଆ ଚଳଚ୍ଚିତ୍ର, ଯାହା ମନୋରଞ୍ଜନ ପ୍ରେମୀଙ୍କୁ ଅଧିକ ଆକୃଷ୍ଟ କରିବା ସହ ଓଡ଼ିଆ ସିନେମାକୁ ଏକ ନୂତନ ଶିଖରରେ ପହଞ୍ଚାଇବାକୁ ସହାୟକ ହେବ। ଆଲେ ମୁଁ ସରପଞ୍ଚ ହେବି। ରାତିରେ ଟିକେ ଅଧିକ ହେଇଯାଉଛି ବୋଧେ ଆଉ। ଏହି ଚଳଚ୍ଚିତ୍ର ମଧ୍ୟରେ ପ୍ରଥମେ ଜୁନ୍ 12 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ସୁପରଷ୍ଟାର ବାବୁସାନ ମହାନ୍ତି ଅଭିନୀତ ପାୱାର, ଯାହାର ସେ ନିଜେ ପ୍ରଯୋଜନା ମଧ୍ୟ କରିଛନ୍ତି। ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଶାର ଆଗଧାଡିର ନିର୍ଦ୍ଦେଶକ ଅଶୋକ ପତି। ପୂର୍ବରୁ ମଧ୍ୟ ଏହି ଯୋଡ଼ି ଦର୍ଶକଙ୍କ ପାଇଁ ଅନେକ ହିଟ୍ ସିନେମା ଦେଇସାରିଛି। ଏଥର ଦର୍ଶକ ତାଙ୍କଠୁ କିଛି ଭିନ୍ନ ଓ ଅଧିକ ଆଶା ରଖିଛନ୍ତି। अबे भूली जाऊचु कमार छुआ मु ये तकला निया आगरे हथियार बनै पारे ये हथियार चलै भी पारे। एथिसह ଏହି ଚଳଚ୍ଚିତ୍ରରେ ବାବୁସାନଙ୍କ ନାୟିକା ସାଜିଛନ୍ତି ଅଭିନେତ୍ରୀ ଏଲିନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ। ଏହାର 2 ଦିନ ପରେ ଅର୍ଥାତ୍ 14 ଜୁନରେ ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଥମେ ମୁକ୍ତିଲାଭ କରିବାକୁ ଯାଉଛି ମଲ୍ଟିଷ୍ଟାର ସିନେମା ଚନ୍ଦ୍ରବଂଶୀ। ମୁଁ ରାଣା ପ୍ରତାପ ଚନ୍ଦ୍ରବଂଶୀ, ଏହି ଇଲାକା ମୋର, ନିୟମ ବି ମୁଁ, କାନୁନ ବି ମୁଁ। ଏଥିରେ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ଶ୍ରୀତମ ଦାସ ମୁଖ୍ୟ ଭୂମିକାରେ ଥିବାବେଳେ ଓଡ଼ିଆ ସିନେମାର ଅନେକ ଜଣାଶୁଣା ଚେହେରା ଯେମିତି ଷ୍ଟାର ଉଷାସି ମିଶ୍ର, ପୁନମ ମିଶ୍ର, ଲିପ୍ସା ମିଶ୍ର, ଅଶ୍ୱିନୀ, ରାଜ ରାଜେଶ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଏହାର ପୃଷ୍ଠଭୂମି ଆକ୍ସନ ଓ ଡ୍ରାମା ରହିଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ସୁନୀଲ ସାହୁ। ଏ ଦରିଆ ମୋର, ଏ ବନ୍ଦର ବି ମୋର, ଏ ଦରିଆରେ ନିର୍ଭର କରୁଥିବା ହଜାର ହଜାର ପ୍ରଜା ବି ମୋର। ଶେଷରେ ଆସୁଛି ଅତି ପ୍ରତୀକ୍ଷିତ ଓଡ଼ିଆ ଫିଲ୍ମର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଦ୍ୱାରା ଅଭିନୀତ ଫିଲ୍ମ କୁହୁଡ଼ି। पिता स्वर्गः पिता धर्मः पिता परमं तपः पितरी प्रीतिमापन्ने सर्वा प्रियंती देवता। ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ପାଢ଼ୀ। ଏଥିରେ ଅନ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର। ତିନୋଟି ଯାକ ସିନେମା ରଜ ବଜାରରେ ମୁକ୍ତିଲାଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ବାସ୍ ଦେଖିବାକୁ ବାକି ରହିଲା କେଉଁ ଚଳଚ୍ଚିତ୍ର ଦର୍ଶକଙ୍କ ନିକଟରେ ଅଧିକ ଆଦୃତ ହୋଇପାରୁଛି। ଭାଇ ଏତିକି ମୁଁ ବହୁତ ଭଲ ପାଏ, ତା ବିନା ମଞ୍ଚି ପାରିବିନି। ଆଇ ଏମ୍ ସରି। ଆଉ ଏମିତି ଓଡ଼ିଆ ସିନେମାର ନୂଆ ନୂଆ ଖବର ପାଇଁ ଆମ ଓଡ଼ିଆ ଲାଇଭ୍ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ऑब्जेक्शन मिलॉर्ड, अक्यूज नॉट गिल्टी बोली मान्यवर अदालत रे अपील फाइल कर चुकी। କ୍ଲୁଲେସ୍ ସାର୍, ମୁଁ କିଛି ବି ଜାଣିନି, ମୋତେ ଫାଶୀ ଦିଅନ୍ତୁ, ମୁକ୍ତି ଦିଅନ୍ତୁ ପ୍ଲିଜ।